ସେଗୁଡ଼ାକ ମାନେ ଶସ୍ତା କଥା। ମୋହନ ବାଜି ସରକାରରେ ଯେଉଁ ଅଛନ୍ତି ଦର୍ପଣ ଦେଖିକି ମୁହଁ ଦେଖୁଛନ୍ତି। ସେ ଆଉ ଦର୍ପଣ ନ ଦେଖିକି ଏବେ ସେ ପାଣିରେ ମୁହଁ ଦେଖୁଛନ୍ତି। ହଲେଇ ଦେଲେ ଗଲା ଦୋହଲିବ। ଏ ସରକାର କେତେବେଳେ ହଲିଯିବ ଏ ବିଜେପି ସରକାର ନଥିବ। କାରଣ ଦିଲ୍ଲୀରେ ବି ସେଇ ଅବସ୍ଥାକୁ ଆଇଲାଣି। ନରେନ୍ଦ୍ର ମୋଦି ଖାଲି ଟୁର୍ କରୁ କରୁ ଦିନ ଯାଉଛି। ଏ ଭାରତ ବର୍ଷର ଗରିବ ଲୋକଙ୍କ ପଇସା ଧରି 98ଟା ଦେଶ ସେ ବୁଲି ସାରିଲେଣି ତା ପ୍ରଧାନମନ୍ତ୍ରୀ ସମୟରେ। ଇତିହାସ ସୃଷ୍ଟି କରିସାରିଲାଣି। ପଣ୍ଡିତ ନେହେରୁ ସବୁଠୁ ପପୁଲାର। ଆଉ ଲେଡି ପ୍ରାଇମ୍ ମିନିଷ୍ଟର ସେ ଇନ୍ଦିରା ଗାନ୍ଧୀ ବି ଏମିତି ଯାଇନଥିଲେ। ଏଇ ଶସ୍ତା କଥାବାର୍ତ୍ତା କରୁଛନ୍ତି। ଭକ୍ତ ଦାସ ଜଣେ ଟ୍ୟାଲେଣ୍ଟ ଲୋକ, ଭଲ ରେଳମନ୍ତ୍ରୀ ଥିଲେ, ଦକ୍ଷତାର କାମ କରିଥିଲେ, ଭଲ ପିସି ସଭାପତି।